ସକାଳେ ମାର୍କେଟ ଯିବି କି ମତେ ପଚାରିବାରୁ ମୁଁ କିନ୍ତୁ କହିଥିଲି କାଲି ଆଣିବ, ଆଜି ଯାହା ଅଛି ସେଥିରେ ଚଳିଯିବ। ଘରେ ଯାହା ଅଛି ସେଇଥିରେ ନେଇ ମୋ କୁକିଂ ଷ୍ଟାର୍ଟ ହେଲା। କାଲିର ପାଳଙ୍ଗ ଶାଗ ଆସିଥିଲା, ଗୋଟେ ବିଡ଼ା ବଞ୍ଚିଥିଲା। ଭାବୁଛି ଏତିକିରେ କଣ ହବ, ଯୁଗାଡ଼ ଟାଇମ୍। ତୁରନ୍ତ କଟର ନେଇ ଛାତ ଉପରକୁ ଚାଲିଲି। କଖାରୁ ଗଛରେ ବଡ଼ ବଡ଼ ପତ୍ର ହୋଇଥିଲା। ମୁଁ ଭାବିଲି ପାଳଙ୍ଗ ଶାଗ ସହିତ କଖାରୁ ପତ୍ର ସହିତ କମ୍ବ ଶାଗ ହେଇଯିବ। ଠିକ୍ ସେତିକିବେଳେ ମୋ ଝିଅ ସ୍କୁଲରୁ ଆସି ପହଞ୍ଚିଲା। ତାର ଫ୍ରେଣ୍ଡ ଦେଇଥିବା କିଛି ମତେ ଦେଖିବାକୁ କହି ସ୍କୁଲ ବେଗକୁ ଖୋଲିଲା। କମ୍ପାସ ବକ୍ସରୁ କାଢି ବେସିନକୁ ନେଇ ହାତ ଧୋଇବାକୁ ଲାଗିଲା। କହିଲା ମାମା ଆସ ଦେଖିବ। ମୁଁ ତା ପଛେ ପଛେ ଚାଲିଲି। ସେ ହାତ ଧୋଇ ମତେ କହିଲା ମାମା ମତେ ବି ଏମିତିଟା ଆଣିଦବ। ମୁଁ କହିଲି ତମ ସ୍କୁଲରେ କଣ ହ୍ୟାଣ୍ଡ ୱାଶ ଦେଉନାହାନ୍ତି କି? ସେ କହିଲା ଦେଉଛନ୍ତି। ତାହେଲେ କଣ କରିବୁ ଏସବୁ ଆଣି? ନା ଫ୍ରେଣ୍ଡ ମାନେ ନେଉଛନ୍ତି। ମୁଁ ହସି କହିଲି ହଉ ଠିକ ଅଛି ଆଣିଦେବି। ତାପରେ ହାତ ଧୋଇ ସାରି ଝିଅ ଏଥର କହିଲା ମାମା ମୁଁ ମଧ୍ୟ ତମ ସହିତ ଛାତ ଉପରକୁ ଯିବି। ମୁଁ କହିଲି ଆସେ, ଶାଗ ପ୍ରୋଜେକ୍ଟ ପାଇଁ ମତେ ଆସିଷ୍ଟାଣ୍ଟ ଦରକାର ଥିଲା। ଛାତ ଉପରକୁ ଗଲା ବେଳକୁ କଖାରୁ ଗଛରେ ବଡ ବଡ ପତ୍ର ହୋଇଥିଲା। ମୋର ଛୋଟ ଛୋଟ ଗଛ ହେଇଛି, ବେଶୀ ବଡ ହେଇନି। ସେଇଥିରୁ ଆମେ 4-6ଟା କାଟିକି ଧରି ଆସିଲୁ। ଝିଅ ଆଗେ ଆଗେ ଚାଲୁଥାଏ, ମୁଁ ତାର ପଛେ ପଛେ ଚାଲୁଥାଏ। ଝିଅ ତାର ପାହାଚ ଡେଇଁ ଡେଇଁ ଚାଲୁଥାଏ। ମୁଁ ଏତ ସେ କଖାରୁ ପତ୍ର 4-6ଟା ପତ୍ର ଭଲ ଭାବରେ କାଟିକି ଧୋଇଦେଲି। ତାପରେ ଗୋଟେ କଢେଇ ବସେଇ ସେଥିରେ ଶୁଖିଲା ଲଙ୍କା, ଫୁଟଣ, ରସୁଣ ପକେଇ ଶାଗଟିକୁ ଭଲ ଭାବରେ ପକେଇଦେଲି। ଶାଗ ସହିତ କଖାରୁ ଟିକେ କାଟିକି ମଧ୍ୟ ସେଥିରେ ଦେଇଥିଲେ। ସେଥିରେ ଲୁଣ, ହଳଦୀ ଆଉ ସୋରିଷ ବାଟଣ ଟିକେ ଦେଇକି ଗୋଳା ଗୋଳି କରି ଟିକେ ଘୋଡେଇ ଦେଲା ପରେ ତାପରେ ପାଳଙ୍ଗ ଶାଗ ଯୋଉ ବିଡାଟା ଥିଲା ସେଇ ବିଡାଟାକୁ କାଟିକି ପକେଇଦେଲି। ଏଥର ଟିକେ ହେଇଗଲା ପରେ ମୋର ଶାଗ ରେଡି ହେଇଗଲା। ଶାଗ ସହିତ ମୁଁ ଏପଟେ ମୋର ବସେଇଥାଏ ସରୁ ସରୁ ଆଳୁ ଭଜା। ମୋ ଛୁଆ ମାନେ ଖାଇବା ପାଇଁ ତାଙ୍କ ପାଇଁ ଅଳ୍ପ ଆଳୁ ଭାଜିଥାଏ। ତା ସହିତ ମୁଁ ଆଜି କରିଥାଏ ଶିମ୍ବ, ଆଳୁ, କଖାରୁ ରାଇ କରିଥାଏ। ତା ସହିତ ଡାଲି ଆଉ ପାମ୍ପଡ଼। ଆଉ ଛୁଆ ମାନେ ଆସିଲା ପରେ ମୁଁ ତାକୁ ପାମ୍ପଡ଼ କରିଥିଲି। ଆମେ ସମସ୍ତେ ମିଶିକି ଏଥର ଖାଇଥିଲୁ। କିଏ ପାଗ ନହେଲେ ତ ହବନି, ସେଇଥିପାଇଁ ଟମାଟୋ 2ଟାକୁ ମଧ୍ୟ ଭାଜି ଦେଇଥିଲି। ତ ହେଲା ଏବେ ମୁଁ ସବୁ ବାଢି ଖାଉଛି। ଆପଣ ମାନେ ଭିଡିଓକୁ ଦେଖିଥିବା ପାଇଁ ବହୁତ ବହୁତ ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।